ସାଙ୍ଗମାନେ ଆଳୁ ଆଉ ଚାଉଳରେ ଏମିତି ରେସିପି ବନିପାରିବ ମୁଁ ବିଶ୍ୱାସ କରିପାରୁନଥିଲି। କିନ୍ତୁ କଥାଟା କେତେ ଦୂର ସତ ନିଜେ ଯେତେବେଳେ କଲି ଜାଣିପାରିଲି। କିନା ଅରୁଆ ଚାଉଳକୁ 2-3 ଘଣ୍ଟା ପର୍ଯ୍ୟନ୍ତ ଭିଜେଇ ଦେଲି। 4ଟା ସିଝା ଆଳୁ ସହିତ ତାକୁ ମିଶେଇ ବାଟିଦେଲି, ପୁଣି ବିନା ପାଣିରେ। ଯଦି ପିଠଉ ପାଣିଆ ହେଇଯିବ ତାହେଲେ କଥା ସରିଲା। ତାପରେ ଟିକେ ଅଦା ଆଉ ଟିକେ ପିଆଜ, ଟିକେ ଧନିଆ ଏବଂ ଟିକେ କଞ୍ଚା ଲଙ୍କା ଆଉ ଟିକେ ଭୃଷଙ୍ଗ ପତ୍ର, ଟିକେ ଲୁଣ ପକେଇକି ତାକୁ ଭଲ ଭାବେ ଗୋଳେଇ ଦେଲି। ପରେ ଆଉ ଟିକେ ଟେଷ୍ଟି ଲାଗିବା ପାଇଁ ସେଥିରେ ଗୋଟା ଜିରା ଦେଇଥିଲି ଆଉ ଟିକେ ଫୁଲିବା ପାଇଁ ଶୀଘ୍ର ଟିକେ ଖାଇବା ସୋଡ଼ା। ସବୁ ଜିନିଷ ଦେଇଦେଲା ପରେ ତାକୁ ଭଲ ଭାବେ ଫେଣ୍ଟି ଦେଲି ଯେମିତି ଆମେ ବିରି ଫେଣନ୍ତି ବରା ପାଇଁ। ଭଲ ଭାବେ ଫେଣ୍ଟି ଦେଲା ପରେ ବ୍ୟାଟରଟି ପୁରା ହାଲକା ହେଇଗଲା। ଆଉ ଏପଟେ ଗ୍ୟାସରେ ମୁଁ ତେଲ ଗରମ କରିଦେଇଥିଲି। ଆଉ ଦେଖନ୍ତୁ ମୁଁ ଏଠି ଗୋଟେ ଗୋଟେ କରିକି ସବୁ ଛାଣି ଦେଉଛି। ତେଲରେ ପଡ଼ିବା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଫୁଲିକି ଉପରକୁ ଉଠି ଆସୁଥିଲା। ଆଉ ଆମର ଫଟାଫଟ ରେଡ଼ି ହେଇଗଲା ପଶ୍ଚିମ ଓଡ଼ିଶାର ଫେମସ୍ ଚାଉଳ ବରା। ଆଉ ତା ସହିତ ଟମାଟୋ ସସ୍ ଆଉ ମୁଁ ଟିକେ ବିଟ୍ ଲୁଣ ନେଇଥିଲି। ଆପଣମାନେ ଏ ସହିତ ଟମାଟୋ ଚଟଣି ନେଇପାରିବେ କିମ୍ବା ମଟର ତରକାରୀ ନେଇପାରିବେ। ସାଙ୍ଗମାନେ ଆମେ ତ ଚାଲିଲୁ ଚାଉଳ ବରାର କୁଡ଼ୁମୁଡ଼ିଆ ସ୍ୱାଦ ନେବା ପାଇଁ। ଆଉ ଆପଣମାନେ ଅପେକ୍ଷା କାହିଁ କରୁଛନ୍ତି? ଥରେ ଟ୍ରାଏ କରନ୍ତୁ।